ଆଜି ଆସନ୍ତୁ ଆମ୍ଭେ ପ୍ରମାଣ କର ଯେ ଆମ୍ଭେ ପରମେଶ୍ୱରଙ୍କ ସନ୍ତାନ ଶୀର୍ଷକର ସହିତ ପରମେଶ୍ୱରଙ୍କ ବାକ୍ୟ ଭାଗ କରିବା। ଏହି ବିଷୟର ସହିତ ଆସନ୍ତୁ ଆମ୍ଭେମାନେ ନିସ୍ତାର ପର୍ବର ସତ୍ୟ ବିଷୟରେ ଅଧ୍ୟୟନ କରିବା। ଯେଉଁ ବିପତ୍ତି ବିଷୟରେ ଆମ୍ଭେମାନେ କେବେ ଶୁଣିନାହୁଁ ତାହା ବାସ୍ତବରେ ଏହି ଯୁଗରେ ଆମ୍ଭମାନଙ୍କ ଆଖପାଖରେ ହେଉଅଛି। ଏକ ବଡ଼ ବିପତ୍ତି ଆସିଲେ ମଧ୍ୟ ପରମେଶ୍ୱର ଆପଣା ଲୋକମାନଙ୍କ ସହିତ ପ୍ରତିଜ୍ଞା କଲେ କି ଯେଉଁମାନେ ନୂତନ ନିୟମର ନିସ୍ତାର ପର୍ବର ସତ୍ୟରେ ଅଛନ୍ତି ସେହି ଲୋକମାନଙ୍କ ବାସସ୍ଥଳ ପାଖରେ କୌଣସି ବିପତ୍ତି ଆସିବ ନାହିଁ। ସେମାନେ କେତେ ଧନ୍ୟବାଦୀ ଅଟନ୍ତି। ଆଜି ଏହି ଦୁନିଆରେ ବିପତ୍ତି ପ୍ରବାହିତ ହେଉଅଛି। ଯଦି କୌଣସି ଏପରି ସତ୍ୟ ଅଛି ଯାହା ବଡ଼ ବିପତ୍ତି ଆସିଲେ ସବୁଠାରୁ ଅଧିକ ଆବଶ୍ୟକ ହୋଇଥାଏ, ତେବେ କ'ଣ ତାହା ନୂତନ ନିୟମ ନିସ୍ତାର ପର୍ବର ସତ୍ୟ ନୁହେଁ? ଯାତ୍ରା ପୁସ୍ତକରେ ପ୍ରଥମ ଜାତମାନଙ୍କ ହତ୍ୟା 10ମ ବିପତ୍ତି ଥିଲା, ଆଉ 8ମ ପଙ୍ଗପାଳର ବିପତ୍ତି ଥିଲା। ସଂସାରର ଜନସଂଖ୍ୟା ବର୍ତ୍ତମାନ 7.7 ଆରବ ଅଟେ। ରିପୋର୍ଟ କରାଯାଇଅଛି କି ପୂର୍ବ ଆଫ୍ରିକାରେ ସୋମାଲିଆ ଓ କେନ୍ୟା ଠାରୁ ଏସିଆରେ ଇରାନ ଓ ପାକିସ୍ତାନ ଏବଂ ଚୀନ ଆଡ଼କୁ ମଧ୍ୟ 400 ଆରବ ପଙ୍ଗପାଳ ଆସୁଅଛି। ଯେବେ ସେମାନେ ଚୀନରେ ପହଞ୍ଚିବେ ସେ ପର୍ଯ୍ୟନ୍ତର ସଂଖ୍ୟାରେ ଆରମ୍ଭର ତୁଳନାରେ 500 ଗୁଣ ବୃଦ୍ଧି ହୋଇଯିବ। ଯଦି 400 ଆରବ ପଙ୍ଗପାଳ 500 ଗୁଣ ବୃଦ୍ଧି ହୋଇଯାଏ, ତେବେ କ'ଣ ସେମାନଙ୍କ ସଂଖ୍ୟା ଏହା ବଡ଼ ହେବ ନାହିଁ? ପଙ୍ଗପାଳର ଏତେ ବଡ଼ ସଂଖ୍ୟା ସମସ୍ତ ଫସଲ ଉପରେ କ୍ଷତି ଘଟାଉଅଛି। ତାହା ବ୍ୟତୀତ କ'ଣ ଆଫ୍ରିକାରେ ବାସ କରୁଥିବା ଲୋକମାନଙ୍କ ପାଇଁ କଷ୍ଟସାଧ୍ୟ ନୁହେଁ କି? ପଙ୍ଗପାଳ କହିପାରିବ କି ମାନବ ପରିସ୍ଥିତି ଭଲ କି ଖରାପ? ସେମାନେ ମାନବ ପରିସ୍ଥିତିର ଚିନ୍ତା ନ କରି ତାହା ଆପଣା ଇଚ୍ଛାରେ ଖାଉଛନ୍ତି। ବର୍ତ୍ତମାନରେ 400 ଆରବ ପଙ୍ଗପାଳ ସମସ୍ତ ଫସଲକୁ ଖାଇ ଦେଉଛନ୍ତି। ଏହା ବ୍ୟତୀତ ଫସଲ ଖାଇବା ପରେ ସେମାନେ ଗୋଟିଏ ଦିନରେ ପ୍ରାୟ 150 କିଲୋମିଟରର ଯାତ୍ରା କରନ୍ତି। ଆମ୍ଭମାନଙ୍କୁ ଲାଗେ କି ପଙ୍ଗପାଳ କେବଳ ଏଣେ ତେଣେ ଧାଇଁପାରେ, କିନ୍ତୁ ସେମାନେ ବହୁତ ଭଲ ଭାବରେ ଉଡ଼ିବାରେ ସକ୍ଷମ ଅଟନ୍ତି। ଯଦି ସେମାନେ 150 କିଲୋମିଟର ଉଡ଼ନ୍ତି, ତେବେ ଏହା ସିଓଲରୁ ଡେଜନର ଯାତ୍ରା କରିବା ପରି ଅଟେ। 8ମ ବିପତ୍ତି ପଙ୍ଗପାଳର ବିପତ୍ତି ଥିଲା ଏବଂ 9ମ ଅନ୍ଧକାରର ବିପତ୍ତି ଥିଲା। 10ମ ପ୍ରଥମ ଜାତମାନଙ୍କୁ ନଷ୍ଟ କରିବାର ବିପତ୍ତି ଥିଲା। ଏବେ ଆମ୍ଭେମାନେ ଯାତ୍ରା ପୁସ୍ତକର ବିପତ୍ତି ଗୁଡ଼ିକୁ ଆପଣ ଆଖପାଖରେ ଘଟୁଥିବାର ଦେଖିପାରିବା। ଏହି ଦିନରେ ଅନେକ ପଶୁମାନେ ମଧ୍ୟ ମରିଯାଉଛନ୍ତି। ଯାତ୍ରା ପୁସ୍ତକ ଆମ୍ଭମାନଙ୍କୁ ପଶୁ ଉପରେ ହୋଇଥିବା ବିପତ୍ତି ମଧ୍ୟ ଦେଖାଇଥାଏ। ପଶୁ ଉପରେ ଏକ ଭୟଙ୍କର ବିପତ୍ତି ଥିଲା ଓ ଫୁଲା ହେବାର ଏକ ବିପତ୍ତି ଥିଲା। କିଛି ବର୍ଷ ପୂର୍ବେ ଶହ ଶହ ପଶୁମାନଙ୍କୁ ନଷ୍ଟ ଓ ପୋତି ଦିଆଯାଇଥିଲା। କୋରିଆରେ ପ୍ରାୟ ସମସ୍ତ ଘୁଷୁରିମାନଙ୍କୁ ପୋତି ଦିଆଯାଇଥିଲା। ଏହି ଯୁଗରେ ଆମ୍ଭେମାନେ ସେହି ବସ୍ତୁଗୁଡ଼ିକୁ ଦେଖିପାରିବା ଯାହା ପୂର୍ବ ଅପେକ୍ଷା ଏକ ବଡ଼ ଆକାରରେ ଘଟୁଛି। ଆମ୍ଭେମାନେ ଏହି ଯୁଗର ବ୍ୟାଖ୍ୟା କରିପାରିବା, ହଁ ନା? ତୁମେମାନେ ପୃଥିବୀ ଓ ଆକାଶର ଲକ୍ଷଣ ସବୁ ବୁଝିପାର, କିନ୍ତୁ ଏହି କାଳର ଲକ୍ଷଣ ସବୁ କିପରି ବୁଝୁନାହଁ? ମୋତେ ପୁଣି ଥରେ ବାକ୍ୟ ସ୍ମରଣରେ ଆସିଲା ଯାହା ଯୀଶୁ ଆମ୍ଭମାନଙ୍କୁ 2000 ବର୍ଷ ପୂର୍ବେ ଦେଇଥିଲେ। ପୁଣି ପରମେଶ୍ୱର ଆମ୍ଭମାନଙ୍କୁ ଏହି ଅନ୍ତିମ ଯୁଗରେ ନିସ୍ତାର ପର୍ବ କାହିଁକି ଦେଲେ? ଆଉ ଆମ୍ଭମାନଙ୍କୁ ଏହାକୁ ପାଳନ କରିବାର ଆଜ୍ଞା କାହିଁକି ଦେଲେ? ନୂତନ ନିୟମର ନିସ୍ତାର ପର୍ବ ନାହିଁ କେବଳ ଆମ୍ଭମାନଙ୍କୁ ପୃଥିବୀରେ ହେଉଥିବା ବିପତ୍ତିରୁ ରକ୍ଷା ପାଇବାରେ ସକ୍ଷମ କରିଥାଏ, ମାତ୍ର ଆମ୍ଭମାନଙ୍କୁ ଆତ୍ମିକ ବିପତ୍ତିରୁ ମଧ୍ୟ ରକ୍ଷା କରେ। କ'ଣ ଏହା ନୂତନ ନିୟମ ନିସ୍ତାର ପର୍ବର ସତ୍ୟ ନୁହେଁ, ଯାହା ଆମ୍ଭମାନଙ୍କୁ ଆତ୍ମିକ ବିପତ୍ତିରୁ ରକ୍ଷା କରେ? ଆସନ୍ତୁ ଆମ୍ଭେମାନେ ଆଜି ଏହି ବିଷୟରେ ଅଧ୍ୟୟନ କରିବା। ମୋତେ ଆପଣଙ୍କୁ କୋରିଆଇ ଇତିହାସରେ ଗୋଗୁରିଓ ରାଜାଙ୍କ ସ୍ଥାପନ ବିଷୟରେ ଏକ ଗଳ୍ପ କହିବାକୁ ଦିଅନ୍ତୁ। ସମ୍ପାଦକ ଜୁମଙ୍ଗ ଥିଲା, ଯାହାକୁ କେବେ କେବେ ରାଜା ଡେଙ୍ଗମ୍ୟାଙ୍ଗ କୁହାଯାଉଥିଲା। ଏହା ତେବେ ହେଲା ଯେବେ ଜୁମଙ୍ଗ ଏକ ରାଜ୍ୟ ସ୍ଥାପିତ କରିବା ପାଇଁ, ଯାହାକୁ ପରେ ଗୋଗୁରିଓ କୁହାଗଲା, ଆପଣା ପରିବାକୁ ପରିତ୍ୟାଗ କରିଦେଲା। ଘର ପରିତ୍ୟାଗ କରିବା ସମୟରେ ସେ ଆପଣା ପତ୍ନୀକୁ କହିଲା, ଯେବେ ଆମ୍ଭ ପୁଅ ବଡ଼ ହୋଇଯିବ ତେବେ ତାହାକୁ ନିଶ୍ଚିତ ରୂପେ ସେହି ରାଜ୍ୟରେ ଆସିବାକୁ ଦେବ ଯାହାକୁ ମୁଁ ସ୍ଥାପିତ କରିବି।
ଯେବେ ସେ ମୋ ପାଖକୁ ଆସିବ ସେତେବେଳେ ତାହାକୁ ଏକ ପ୍ରମାଣ ଆଣିବାକୁ ହେବ କି ସେ ମୋହର ପୁତ୍ର ଅଟେ। ମୁଁ 8 କୋଣର ପଥର ଉପରେ ଥିବା ଦେବଦାରୁ ଗଛ ତଳେ କିଛି ରଖିବି। ଯେବେ ସନ୍ତାନ ମୋତେ ଖୋଜିବା ନିମନ୍ତେ ପର୍ଯ୍ୟାପ୍ତ ବଡ଼ ହୋଇଯିବ ତେବେ ତାହାକୁ ଦେବଦାରୁ ଗଛକୁ ଖୋଜିବାକୁ ଦେବ। ଆଉ ଯାହା ମୁଁ ଛାଡ଼ିଅଛି ତାହା ନିମନ୍ତେ ତାହାକୁ ଭୂମି ଖୋଳିବାକୁ ଦେବ। ଯେଉଁ ମନୁଷ୍ୟ ଏହାକୁ ଆଣିବ ତାହାକୁ ମୋହର ପୁତ୍ର ରୂପେ ସ୍ୱୀକାର କରାଯିବ। କାରଣ ଯେତେବେଳେ ସେ ବଡ଼ ହେବ ତେବେ ମୁଁ ତାହାକୁ ଚିହ୍ନି ପାରିବି ନାହିଁ। ଆପଣା ପତ୍ନୀକୁ ଏପରି କରିବା ପାଇଁ କହିବା ପରେ ସେ ଚାଲିଗଲା। ପରେ ପିଲାଟି ବଡ଼ ହେଲା ଆଉ ତାହାର ପିତା ଜୁମଙ୍ଗ ଗୋଗୁରୀୟ ରାଜ୍ୟର ସ୍ଥାପନା କଲେ। ଏହା ଶୁଣିକି ତାହାର ପିତା ଗୋଟିଏ ରାଜ୍ୟର ସ୍ଥାପନା କଲେ। ସେ ଆପଣା ପିତାଙ୍କ ପାଖକୁ ଯିବାର ନିଷ୍ପତ୍ତି କଲା। ପୁଣି ତାହାକୁ ମନେ ହେଲା କି ତାହାର ମାତା କ'ଣ କଥା କହୁଥିଲା। ତୁମର ପିତା ଦେବଦାରୁ ଗଛ ତଳେ କିଛି ଲୁଚେଇଛନ୍ତି ଯାହା 8 କୋଣର ପଥର ଉପରେ ରହିଛି। ତୁମକୁ ତାହା ଖୋଜିବାକୁ ହେବ ଓ ତାହାକୁ ଏହା ପ୍ରମାଣ କରିବା ନିମନ୍ତେ ଆଣିବାକୁ ହେବ କି ତୁମ୍ଭେ ତାହାର ପୁତ୍ର ଅଟ। ଏଥିପାଇଁ ସେ ଆପଣା ପିତାଙ୍କ ଲୁଚେଇଥିବା ବସ୍ତୁକୁ ଖୋଜୁଥାଇ ଆପଣା ଗାଁ ଆଖପାଖର ଗାଁ ପାହାଡ଼ ଓ ଘାଟିରେ ଖୋଜିଲା, କିନ୍ତୁ ସେ ଅସଫଳ ହୋଇ ଫେରିଲା। ଦିନେ ସେ ପଛ ପ୍ରାଙ୍ଗଣରେ ବୁଲିବାକୁ ଗଲା। ସେତେବେଳେ ତାହାକୁ 8 କୋଣ ଥିବା ପଥର ମିଳିଲା। ଏହା ତାଙ୍କ ଘରର କୋଣର ପଥର ଥିଲା ଏବଂ ତାହା ଉପରେ ଏକ କାଠର ଖମ୍ବ ଥିଲା। ପ୍ରଥମେ ସେ ସାଧାରଣ ଭାବରେ ପଛରେ ଥିବା ପ୍ରାଙ୍ଗଣକୁ ଦେଖୁଥିଲା, କିନ୍ତୁ ସେହିଦିନ ସେ ଦେଖିଲା କି ଏକ ଖମ୍ବ ତଳେ ଥିବା ପଥର ଅଷ୍ଟକୋଣ ଥିଲା। ଏହା ବ୍ୟତୀତ ଖମ୍ବ ଦେବଦାରୁ ଗଛରୁ ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ସେ କୋଣରେ ଥିବା ପଥର ତଳେ ଖୋଳିଲା ଏବଂ ତାହାକୁ ଏକ ଛୋଟ ଭଙ୍ଗା ଓ କଳଙ୍କି ଲାଗିଥିବା ଏକ ଖଣ୍ଡା ମିଳିଲା। ଏହା ଚିନ୍ତା କରୁଥାଇ କି ମୋ ପିତା ଏହି ଚିହ୍ନ ଚାହାନ୍ତି ଯାହା ମୋହର ପରିଚୟ ପୁଷ୍ଟି କରିପାରିବ। ସେହି ଖଣ୍ଡା ସହିତ ଗୋଗୁରୀୟ ଚାଲିଗଲା। ଯେତେବେଳେ ସେ ଗୋଗୁରୀୟ ରାଜପ୍ରାସାଦରେ ପ୍ରବେଶ କରିବାର ଚେଷ୍ଟା କରୁଥିଲା ସେତେବେଳେ ଯଦିଓ ସେ ରାଜାଙ୍କ ପୁତ୍ର ହେବାର ଦାବି କଲା, କିନ୍ତୁ ପ୍ରହରୀମାନଙ୍କୁ ବିଶ୍ୱାସ ନଥିଲା କି ସେ ବାସ୍ତବରେ ପୁତ୍ର ଅଟେ। ଏଥିପାଇଁ ସେମାନେ ପ୍ରାସାଦ ସମ୍ମୁଖରେ ଯୁକ୍ତିତର୍କ କରୁଥିଲେ। ପରିଶେଷରେ ତାହାକୁ ରାଜାଙ୍କ ପାଖକୁ ପଠାଇ ଦିଆଗଲା ଏବଂ ରାଜା ପଚାରିଲେ, ତୁମ ପାଖରେ କିଛି ଏପରି ଥିବା ଦରକାର ଯାହା ଏହା ପ୍ରମାଣ କରିବ କି ତୁମେ ମୋହର ପୁତ୍ର ଅଟ। କ'ଣ ତୁମେ ତାହା ଆଣିଅଛ? ହଁ, ମୋ ପାଖରେ ତାହା ଅଛି। ତାହାହେଲେ ମୋତେ ଦେଖାଅ। ତେଣୁ ସେ ଏକ ଭଙ୍ଗା ଓ କଳଙ୍କିତ ଖଣ୍ଡା ବାହାର କଲା। ଯେତେବେଳେ ରାଜା ଆପଣା ଅନ୍ୟ ଅର୍ଦ୍ଧେକ ସହିତ ଭଙ୍ଗା ଖଣ୍ଡାକୁ ଯୋଡ଼ିଲା ସେତେବେଳେ ତାହା ଏକ ସମ୍ପୂର୍ଣ୍ଣ ଖଣ୍ଡାରେ ପରିଣତ ହେଲା। ପରିଶେଷରେ ତାହାକୁ ରାଜାର ପୁତ୍ର ହିସାବରେ ସ୍ୱୀକାର କରାଗଲା ଏବଂ ରାଜକୁମାରର ଉପାଧି ଦିଆଗଲା। ପରେ ପୁତ୍ର ଗୋଗୁରୀୟର ଦ୍ୱିତୀୟ ରାଜା ରାଜା ୟୁରୀ ହୋଇଗଲା। ଏହି କାହାଣୀ ଦ୍ୱାରା ଆମ୍ଭମାନଙ୍କୁ ମଧ୍ୟ ବାଇବେଲର ଶିକ୍ଷାଗୁଡ଼ିକର ପୁଷ୍ଟି କରିବା ଉଚିତ। ଯେବେ ପରମେଶ୍ୱର ପବିତ୍ର ଆତ୍ମାଙ୍କ ଅନ୍ତିମ ଯୁଗରେ ଆସିବେ ସେତେବେଳେ ସେ ପୃଥିବୀରେ କେମିତି ଆସିବେ, ସେ କ'ଣ ପ୍ରମାଣ ଆଣିବେ, ଆସୁଥିବା ଖ୍ରୀଷ୍ଟଙ୍କୁ ଆମ୍ଭମାନଙ୍କୁ କେମିତି ଗ୍ରହଣ କରିବା ଉଚିତ ଆଉ ଆମ୍ଭମାନଙ୍କୁ ତାଙ୍କୁ ଗ୍ରହଣ କରିବା ପାଇଁ କେମିତି ବିଶ୍ୱାସ ରଖିବା ଉଚିତ। ଯେବେ ଆମ୍ଭେ ସ୍ୱର୍ଗ ଫେରିବା, ଯଦି ପରମେଶ୍ୱର ଆମ୍ଭମାନଙ୍କୁ ସେହି ବସ୍ତୁ ଦେଖାଇବାକୁ କହିବେ ଯାହା ପ୍ରମାଣ କରେ କି ଆମ୍ଭେମାନେ ତାହାଙ୍କ ସନ୍ତାନ ଅଟୁ, ତେବେ ଆମ୍ଭେମାନେ ତାହାଙ୍କୁ କ'ଣ ଦେଖାଇବା? ଆମ୍ଭେମାନେ କେଉଁ ବିଷୟର ସହିତ ଆତ୍ମବିଶ୍ୱାସରେ କହିପାରିବା, ପିତା ମୁଁ ଆପଣଙ୍କ ପୁତ୍ର ଅଟେ? ଯେତେବେଳେ ପରମେଶ୍ୱର ପ୍ରମାଣ ମାଗନ୍ତି ସେତେବେଳେ ଯଦି କେହି କହେ, ହେ ପ୍ରଭୁ ମୋ ପାଖରେ ରବିବାର ଅନୁପାଳନର ପ୍ରମାଣ ଅଛି, ସେତେବେଳେ ପରମେଶ୍ୱର କ'ଣ ଉତ୍ତର ଦେବେ? ମୁଁ ତୁମମାନଙ୍କୁ କେବେ ହିଁ ଜାଣିନାହିଁ। ଏହାଦ୍ୱାରା ମୋହର ପୁତ୍ରର ପରିଚୟ କେବେ ହୋଇପାରିବ ନାହିଁ। ଏହା ସେହି ପ୍ରମାଣ ନୁହେଁ ଯାହା ମୁଁ ଇଚ୍ଛା କରେ। ଅନ୍ୟ ବ୍ୟକ୍ତି କହିପାରେ, କ'ଣ ଏହା ଖ୍ରୀଷ୍ଟମାସ ନୁହେଁ? ନାହିଁ, ଏହା ନୁହେଁ। କ୍ରୁସ୍ ବିଷୟରେ କ'ଣ? ତାହା ମଧ୍ୟ ନୁହେଁ। ପରମେଶ୍ୱର ସେହି ସମସ୍ତ ଅସ୍ୱୀକାର କରିଦେବେ। ପୁଣି ପରମେଶ୍ୱର ଆମ୍ଭମାନଙ୍କୁ ବାଇବେଲର ବାକ୍ୟ ଦ୍ୱାରା କ'ଣ ପାଳନ କରିବାକୁ କହିଲେ? ପରମେଶ୍ୱର କହିଲେ, ଯଦି ତୁମେ ଆମର ସନ୍ତାନ ତେବେ ତୁମକୁ ନିସ୍ତାର ପର୍ବ ପାଳନ କରିବା ଉଚିତ। ଆସନ୍ତୁ ଆମ୍ଭେମାନେ ଏହା ପୁଷ୍ଟି କରିବା। ସର୍ବପ୍ରଥମେ ଆସନ୍ତୁ ଆମ୍ଭେମାନେ ପୃଥିବୀରେ ପରମେଶ୍ୱରଙ୍କ ଆସିବାର କାରଣ ଦେଖିବା। ଯୋହନ ଅଧ୍ୟାୟ 10 ପଦ 10 କହିଥାଏ,
ଚୋର କେବଳ ଚୋରି ବଧ ଓ ବିନାଶ କରିବା ନିମନ୍ତେ ଆସେ। 멸망시키려는 ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥି ନିମନ୍ତେ ମୁଁ ଆସିଅଛି। 더 풍성히 얻게 하려는 것이라고 했습니다. 그리스도께서 ଖ୍ରୀଷ୍ଟଙ୍କ ପୃଥିବୀରେ ଆସିବାର କାରଣ 양으로 ପରମେଶ୍ୱରଙ୍କ ସେହି ଲୋକମାନଙ୍କୁ କିଛି ଦେବାର ଅଛି, ଯାହାଙ୍କ ତୁଳନା ମେଷ ଶାବକ ସହିତ କରାଯାଏ। ତାହା କ'ଣ? 오셨다고 했습니다. ତାହା ଜୀବନ ଅଟେ। 을 주기 위해서 ବାଇବଲ ଖ୍ରୀଷ୍ଟଙ୍କ ବର୍ଣ୍ଣନା ନିସ୍ତାର ପର୍ବର ମେଷ ଶାବକ ରୂପେ କରିଥାଏ, ଯେ ପୃଥିବୀରେ ଜୀବନ ଦେବା ନିମନ୍ତେ ଆସିଥିଲେ। 고린도전서 ଆସନ୍ତୁ ଆମ୍ଭେମାନେ ପ୍ରଥମ କରନ୍ଥିଓ ଅଧ୍ୟାୟ 5କୁ ଯିବା। ଯେବେ ଆମ୍ଭେ ସ୍ୱର୍ଗକୁ ଫେରିବା, ତେବେ ଆମ୍ଭମାନଙ୍କୁ ଏହା କହିବା ପାଇଁ, ପିତା, ମୁଁ ଆପଣଙ୍କ ପୁତ୍ର ଅଟେ, ମୁଁ ଆପଣଙ୍କ କନ୍ୟା ଅଟେ, ପ୍ରମାଣ ଦେଖାଇବା ଉଚିତ। ଆସନ୍ତୁ ଆମ୍ଭେମାନେ ପ୍ରଥମ କରନ୍ଥିଓ ଅଧ୍ୟାୟ 5 ପଦ 7 ଦେଖିବା। ତୁମ୍ଭେମାନେ ତ ଖମିର ଶୂନ୍ୟ ଲୋକ, ଏଣୁ ଯେପରି ତୁମ୍ଭେମାନେ ନୂଆ ପିଣ୍ଡୁଳା ହୋଇପାର, 위하여 ଏଥିପାଇଁ ପୁରାତନ ଖମିର ବାହାର କରି ପକାଅ। କାରଣ ଆମ୍ଭମାନଙ୍କ ନିସ୍ତାର ପର୍ବର ମେଷ ଶାବକ ଅର୍ଥାତ୍ କିଏ? ଖ୍ରୀଷ୍ଟ ମଧ୍ୟ ବଳୀକୃତ ହୋଇଛନ୍ତି। ଅତଏବ ଆସ ଆମ୍ଭେମାନେ ପୁରାତନ ଖମିର କିଅ ବା ଦୁଷ୍ଟତା ଓ କୁକର୍ମ ରୂପ ଖମିର ଦ୍ୱାରା ପର୍ବ ପାଳନ ନ କରି ସରଳତା ଓ ସତ୍ୟ ରୂପ ଖମିର ଶୂନ୍ୟ ରୋଟି ଦ୍ୱାରା ପର୍ବ ପାଳନ କରୁ। ଏଠାରେ ଆମ୍ଭେମାନେ ବାଇବଲରେ ଦିଆ ହୋଇଥିବା ଶବ୍ଦ ଦେଖିପାରିବା। ଆସ ଆମ୍ଭେ ସତ୍ୟ ରୂପ ଖମିର ଶୂନ୍ୟ ରୋଟି ଦ୍ୱାରା ପର୍ବ ପାଳନ କରୁ। ଅନ୍ୟ ସଂସ୍କରଣ ଅନୁଯାୟୀ ଏହା ଲେଖା ଅଛି, ଆମ୍ଭେମାନେ ପୁରାତନ ଖମିର କିଅ ବା ଦୁଷ୍ଟତା ଓ କୁକର୍ମ ରୂପ ଖମିର ଦ୍ୱାରା ପର୍ବ ପାଳନ ନ କରି ସରଳତା ଓ ସତ୍ୟ ରୂପ ଖମିର ଶୂନ୍ୟ ରୋଟି ଦ୍ୱାରା ନିସ୍ତାର ପର୍ବ ପାଳନ କରୁ। ଏଠାରେ ଉତ୍ସବ ଓ ପର୍ବ ନିସ୍ତାର ପର୍ବକୁ ଦର୍ଶାଇଥାଏ। ଆମ୍ଭମାନଙ୍କୁ ନିସ୍ତାର ପର୍ବ କାହିଁକି ପାଳନ କରିବା ଉଚିତ? 하나님 ଏହା ଏଥିପାଇଁ କାରଣ ପରମେଶ୍ୱର ନିସ୍ତାର ପର୍ବକୁ ଆପଣା ନିୟମ ରୂପେ ନିଯୁକ୍ତ କରିଛନ୍ତି। 놓으신 것입니다. ଯେବେ ଜୁମଙ୍ଗ ଆପଣା ଘରୁ ଚାଲିଗଲା, 떠났을 때 ସେ ଜଣାଇଲା କି ଯେବେ ତାହାର ପୁତ୍ର ବଡ଼ ହୋଇଯିବ, 자신이 세운 ତେବେ ତାହାକୁ ଆପଣା ରକ୍ତ ସମ୍ବନ୍ଧର ଚିହ୍ନ ରୂପେ ଦେବଦାରୁ ଗଛର ଖମ୍ବ ତଳେ ଲୁଚା ଯାଇଥିବା କିଛି ବସ୍ତୁ ଆଣିବାକୁ ହେବ। 오라고 했습니다. ଜୁମଙ୍ଗ ବ୍ୟତୀତ କେହି ଜାଣୁନଥିଲେ କି ତାହା କ'ଣ ଅଟେ। 못합니다. 그 ସେ ଆପଣା ପତ୍ନୀକୁ ମଧ୍ୟ ଜଣାଇଲା ନାହିଁ କି ତାହା କ'ଣ ଅଟେ, 소나무 କିନ୍ତୁ କେବଳ ସେ ସନ୍ଦେଶ ଛାଡ଼ିଦେଲା, ଦେବଦାରୁ ଗଛ ତଳେ କିଛି ଲୁଚାଇ ଅଛି, 오라고 ଯାହା 8 କୋଣର ପଥର ଉପରେ ଅଛି, ତାହା ତାକୁ ଆଣିବାକୁ ହେବ। ଏହା ଏକ ମୁଦ୍ରା ଅଥବା ଏକ ପଥର ଅଥବା ଏକ ଅନ୍ୟ କିଛି ହୋଇପାରିଥାନ୍ତା। କେବଳ କିଏ ଏହା ଜାଣୁଥିଲା? 고구려의 କେବଳ ଗୋଗରୀୟ ରାଜ୍ୟର ସଂସ୍ଥାପକ ଜୁମଙ୍ଗ ଜାଣୁଥିଲା କି ଏହା କ'ଣ ଥିଲା ଓ କହିଲା, କେବଳ ଏହାକୁ ଆଣିବା ବ୍ୟକ୍ତିକୁ ମୋ ପୁତ୍ର ରୂପେ ସ୍ୱୀକାର କରାଯିବ। 내가 아들로서 인정을 하겠단 말이죠. 영적으로 ଆତ୍ମିକ ଭାବରେ ଯେତେବେଳେ ଆମ୍ଭେମାନେ 설 때에도 ଆପଣା ସ୍ୱର୍ଗୀୟ ଘରକୁ ଫେରିଯାଉ, ସେତେବେଳେ ପରମେଶ୍ୱରଙ୍କୁ କହିବା ପାଇଁ କି ତୁମ୍ଭେ ମୋହର ପୁତ୍ର, ତୁମ୍ଭେ ମୋହର କନ୍ୟା, ବାଇବେଲ ମାଧ୍ୟମରେ ସେ ଆମ୍ଭମାନଙ୍କୁ କ'ଣ ପାଳନ କରିବାକୁ କହିଲେ? ଏହା ଲେଖା ଅଛି, ଏଥିପାଇଁ ଆସ ଆମ୍ଭେମାନେ ଉତ୍ସବ ପାଳନ କରିବା। ପରମେଶ୍ୱର ଆମ୍ଭମାନଙ୍କୁ ନିସ୍ତାର ପର୍ବ ପାଳନ କରିବାକୁ କହିଲେ। ଆସନ୍ତୁ ଆମ୍ଭେମାନେ ଯୋହନ ଲିଖିତ ସୁସମାଚାର ଅଧ୍ୟାୟ 6ରେ ପରମେଶ୍ୱରଙ୍କ ଇଚ୍ଛା ବିଷୟରେ ଅଳ୍ପ ଆଉ ଅଧ୍ୟୟନ କରିବା। ଆସନ୍ତୁ ଆମ୍ଭେମାନେ ଯୋହନ ଅଧ୍ୟାୟ 6 ପଦ 37 ଦେଖିବା। ପିତା ଯେ ସମସ୍ତଙ୍କୁ ମୋତେ ଦାନ କରିଛନ୍ତି, ସେମାନେ ମୋ ନିକଟକୁ ଆସିବେ, ଆଉ ଯେ ମୋ ନିକଟକୁ ଆସେ ତାହାକୁ ମୁଁ କୌଣସି ପ୍ରକାରେ ବାହାର କରିଦେବି ନାହିଁ। କାରଣ ମୁଁ ନିଜ ଇଚ୍ଛା ସାଧନ କରିବାକୁ ଅବତରଣ ନ କରି ବରଂ ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବାକୁ ସ୍ୱର୍ଗରୁ ଅବତରଣ କରିଅଛି। ଯୀଶୁ ଏହା କହିଲେ, କାରଣ ମୁଁ ନିଜ ଇଚ୍ଛା ସାଧନ କରିବାକୁ ଅବତରଣ ନ କରି ବରଂ ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବାକୁ ସ୍ୱର୍ଗରୁ ଅବତରଣ କରିଅଛି। କାହାର ଇଚ୍ଛା ସାଧନ କରିବାକୁ? ପରମେଶ୍ୱରଙ୍କ ଇଚ୍ଛା ସାଧନ କରିବାକୁ। ଆଉ ମୋହର ପ୍ରେରଣକର୍ତ୍ତା ଯେ ସମସ୍ତଙ୍କୁ ମୋତେ ଦାନ କରିଛନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ହିଁ ଯେପରି ମୁଁ ହରାଇ ବରଞ୍ଚ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି, ଏହା ତାହାଙ୍କର ଇଚ୍ଛା। 우리에게 알려 ଅନ୍ତିମ ଦିନରେ ଜୀବନ ଦେବା ନିମନ୍ତେ ସେ ଆମ୍ଭମାନଙ୍କୁ କେଉଁ ସତ୍ୟ ଦେଲେ? ଆସନ୍ତୁ ଆମେମାନେ ପଦ 53କୁ ଯିବା। ପଦ 53 କହିଥାଏ, 예수께서 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମନୁଷ୍ୟ ପୁତ୍ରର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ ତୁମ୍ଭମାନଙ୍କଠାରେ ଜୀବନ ନାହିଁ। ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। 마지막 ଅନ୍ତିମ ଦିନରେ ଆପଣା ଲୋକମାନଙ୍କୁ ଜୀବନ ଦେବାର ପଥ କ'ଣ? ଯୀଶୁ କହିଲେ କି ସେ ସେହି ଲୋକମାନଙ୍କୁ ଅନ୍ତିମ ଦିନରେ ଜୀବନ ଦେବେ, ଯେଉଁମାନେ ତାହାଙ୍କ ମାଂସ ଭୋଜନ କରନ୍ତି ଓ ତାହାଙ୍କ ରକ୍ତ ପାନ କରନ୍ତି। ପୃଥିବୀରେ ଆପଣା ଆସିବାର ଉଦ୍ଦେଶ୍ୟ ବିଷୟରେ 적에 대해서 ସେ କହିଲେ, 온 것은 ମନୁଷ୍ୟ ପୁତ୍ର ଏଥିପାଇଁ ଆସିଛନ୍ତି କି ମେଷମାନେ ଜୀବନ ପାଆନ୍ତୁ ଆଉ ପ୍ରଚୁର ମାତ୍ରାରେ ପାଆନ୍ତୁ। ଆଉ ବୁଝାଇଲେ କି ସେ ନିସ୍ତାର ପର୍ବର ମେଷ ଶାବକ ରୂପେ ବଳିଦାନ ହେବା ନିମନ୍ତେ ଆସିଥିଲେ। ଯୀଶୁଙ୍କ ମାଂସ ଖାଇବା
ଓ ତାହାଙ୍କ ରକ୍ତ ପିଇବାର ଇଚ୍ଛା କାହାର ଅଛି? ଏହା ପିତାଙ୍କ ଇଚ୍ଛା। 피라고 했습니다. ସେ କହିଲେ କି 행하기 ସେ ପୃଥିବୀରେ ପିତାଙ୍କ ଇଚ୍ଛା ପୂର୍ଣ୍ଣ କରିବାକୁ ଆସିଥିଲେ। 하나님의 ଏଥିପାଇଁ ପରମେଶ୍ୱରଙ୍କ ଇଚ୍ଛାକୁ ନିସ୍ତାର ପର୍ବରେ ରଖାଯାଇଅଛି। ପରମେଶ୍ୱର ଆମ୍ଭମାନଙ୍କୁ ନିସ୍ତାର ପର୍ବ ପାଳନ କରିବାକୁ ଆଜ୍ଞା ଦେଲେ ଏବଂ ପ୍ରଥମ କରନ୍ଥୀୟ ଅଧ୍ୟାୟ 5ରେ ମଧ୍ୟ ସ୍ପଷ୍ଟ ରୂପେ ଉଲ୍ଲେଖ କରାଯାଇଅଛି କି ଆମ୍ଭମାନଙ୍କୁ ନିସ୍ତାର ପର୍ବ ପାଳନ କରିବା ଉଚିତ। ନିସ୍ତାର ପର୍ବ କ'ଣ ଅଟେ କି ପରମେଶ୍ୱର ନିଶ୍ଚିତ ରୂପେ ଆମ୍ଭମାନଙ୍କୁ ଗ୍ୟାରେଣ୍ଟି ଦିଅନ୍ତି, ତୁମ୍ଭେ ଆମର ପୁତ୍ର, ତୁମ୍ଭେ ଆମର କନ୍ୟା ଅଟ। ଆସନ୍ତୁ ଆମ୍ଭେମାନେ ମାଥିଉ ଅଧ୍ୟାୟ 26 ପଦ 17 ଦେଖିବା। 열어보겠습니다. 17절의 말씀 보시면 ପରେ ଖମିର ଶୂନ୍ୟ ରୋଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି, ମୋହର କାଳ ସନ୍ନିକଟ। ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ ଗୃହରେ ନିସ୍ତାର ପର୍ବ ପାଳନ କରିବି। ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ଆସନ୍ତୁ ଆମ୍ଭେମାନେ ପଦ 26କୁ ଯିବା। 26절로 ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ ତାହା କହିଲେ, ନିଅ ଭୋଜନ କର, ଏହା ମୋହର ଶରୀର। ନିସ୍ତାର ପର୍ବର ରୋଟିକୁ ସେ କ'ଣ କହିଲେ? ଏହା ମୋହର ଶରୀର। ଆସନ୍ତୁ ଆମ୍ଭେମାନେ ପଦ 27କୁ ଯିବା। ପୁଣି ସେ ପାନପାତ୍ର ଘେନି ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର। 너희가 다 ନିସ୍ତାର ପର୍ବର ପାନପାତ୍ର ଘେନି ସେ ଧନ୍ୟବାଦ କଲେ ଓ କହିଲେ, 상을 가지시고 ଏଥିରୁ ସମସ୍ତେ ପାନ କର। ପଦ 28। 마시라고 했습니다. 20 କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପକ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ କାହାର? ମୋହର ସେହି ରକ୍ତ। 누구의 피라고요? 나의 피 곧 언약의 피니라고 했습니다. 요한복음 ଯୋହନ ଅଧ୍ୟାୟ 6ରେ ଯୀଶୁ କହିଲେ, 마시는 자는 ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। ଅନ୍ୟ ଶବ୍ଦରେ, ଯେ କେହି ନିସ୍ତାର ପର୍ବର ରୋଟି ଭୋଜନ କରେ ଓ ନିସ୍ତାର ପର୍ବର ଦ୍ରାକ୍ଷାରସ ପାନ କରେ, ତାହାକୁ କିଛି ଦିଆଯିବ। ତାହା କ'ଣ? 뜻이 담겨 있지 ତାହା ଅନନ୍ତ ଜୀବନ ଅଟେ। 먹지 않는 ଯଦି ଆମେ ତାହା ଭୋଜନ ନ କରୁ ଓ ପାନ ନ କରୁ, ତେବେ ଆମେମାନେ କ'ଣ ପ୍ରାପ୍ତ କରିବାରେ ବିଫଳ ହେବା? ଆମେମାନେ ଜୀବନ ପାଇବାରେ ବିଫଳ ହେବା। ଏହା ଜୀବନର ସିଦ୍ଧାନ୍ତ ଅଟେ, ଜୀବନର ନିୟମ ଅଟେ, ଯାହାକୁ ଯୀଶୁ 생명의 ନିଶ୍ଚିତ ରୂପେ 2000 ବର୍ଷ ପୂର୍ବେ ସ୍ଥାପିତ କରିଥିଲେ। 이 예수 ଯୀଶୁ ପ୍ରତିଜ୍ଞା କରିଛନ୍ତି କି ଯେ କେହି ତାହାଙ୍କ ମାଂସ ଭୋଜନ କରେ ଓ ତାହାଙ୍କ ରକ୍ତ ପାନ କରେ, ତାହାଙ୍କ ପାଖରେ ଅନନ୍ତ ଜୀବନ ଅଛି, ଆଉ ସେ ସେମାନଙ୍କୁ ଅନ୍ତିମ ଦିନରେ ଜୀବନ ଦେବେ। ଏଥିପାଇଁ ସେ କହିଲେ, 언약의 피라고 ଏହା ନିୟମର ମୋହର ରକ୍ତ ଅଟେ। 했습니까? 그래서 ନୂତନ ନିୟମର ନିସ୍ତାର ପର୍ବରେ ଏହା ପ୍ରତିଜ୍ଞା କରାଯାଇଅଛି କି ପରମେଶ୍ୱର ଆମ୍ଭମାନଙ୍କୁ ସ୍ୱର୍ଗ ରାଜ୍ୟର ଅଧିକାରୀ ଦେବେ। 그런 ଆଉ ଏହା କି ପରମେଶ୍ୱର ବିପତ୍ତିକୁ ଆମ୍ଭମାନଙ୍କୁ କ୍ଷତି ପହଞ୍ଚାଇବାରୁ 재앙이 ଅଟକାଇବେ, 내리지 못하도록 ଯେଉଁମାନେ ରାଜ୍ୟର ଅଧିକାରୀ ପ୍ରାପ୍ତ କରିବେ। 막으시겠다는 약속도 함께 또 존재하고 있습니다. 마치 ଯେପରି ଜୁମୁଂ 자기 아들 ଆପଣା ପୁତ୍ରକୁ 반드시 ବଡ଼ ହେବା ପରେ 오도록 ଆପଣା ଭଙ୍ଗା ହୋଇଥିବା ଖଣ୍ଡା ସହିତ ଆସିବାକୁ ଦେଲା, ଯାହା ତାଙ୍କ ପୁତ୍ରର ପରିଚୟ କରାଇବ। 것처럼 하나님 ଠିକ୍ ସେହିପରି ଯେବେ ପରମେଶ୍ୱର ପୃଥିବୀରେ ଆସନ୍ତି, 사실을 뭘 가지고 ତେବେ ସେ ମଧ୍ୟ ଆମ୍ଭମାନଙ୍କୁ କୌଣସି ବସ୍ତୁ ଦ୍ୱାରା 해서 알려 ଆପଣାକୁ ପରିଚୟ କରାଇବାକୁ ଦିଅନ୍ତି। ତାହା କ'ଣ? ତାହା ନିସ୍ତାର ପର୍ବ ଅଟେ। 뭘 가지고 또 확인 କ'ଣ ପ୍ରମାଣିତ କରିଥାଏ କି ଆମ୍ଭେ ପିତାଙ୍କ ପୁତ୍ର ଓ କନ୍ୟା ଅଟୁ? ନିସ୍ତାର ପର୍ବ, ହଁ ନା? 그래서 우리에게 ପରମେଶ୍ୱର ଆମ୍ଭମାନଙ୍କ ମଧ୍ୟରେ କ'ଣ ଦେଇଛନ୍ତି? କ'ଣ ତାହା ପରମେଶ୍ୱରଙ୍କ ମାଂସ ଓ ରକ୍ତ ନୁହେଁ? 주신 것 아니겠습니까? ଏହି ପ୍ରମାଣ ବିନା ଯଦିଓ ଲୋକମାନେ କହନ୍ତି, ହେ ପ୍ରଭୁ, ହେ ପ୍ରଭୁ, ଯଦିଓ ସେମାନେ ଭବିଷ୍ୟବାଣୀ କଲେ, ଦୁଷ୍ଟାତ୍ମାମାନଙ୍କୁ ବାହାର କଲେ, ଆଉ ପ୍ରଭୁଙ୍କ ନାମରେ ଅନେକ ଆଶ୍ଚର୍ଯ୍ୟ କର୍ମ କଲେ, କିନ୍ତୁ ପରମେଶ୍ୱର ସେମାନଙ୍କୁ କେବେ ସ୍ୱୀକାର କରିବେ ନାହିଁ। 받으시는 것이 아니라는 것입니다. ଆମ୍ଭମାନଙ୍କ ପାଖରେ ସେହି ପ୍ରମାଣ 바로 이 ନିୟମର ପ୍ରତୀକ ହେବା ଦରକାର, ଯାହା ପରମେଶ୍ୱର ଚାହାନ୍ତି 가는 କି ଆମ୍ଭମାନଙ୍କଠାରେ ହେଉ। ଚିହ୍ନ କ'ଣ? 그리스도의 ତାହା ଖ୍ରୀଷ୍ଟଙ୍କ ମାଂସ ଓ ରକ୍ତ ଅଟେ। 하신 사람들. 그러면 내가 ଯେପରି ପରମେଶ୍ୱର କହିଲେ, 너희가 내 ମୋ ଠାରେ ରୁହ, ସେଥିରେ ମୁଁ ତୁମମାନଙ୍କଠାରେ ରହିବି। 가지고 가는 ତେବେ ଯେଉଁମାନଙ୍କଠାରେ ଏହି ପ୍ରମାଣ ଅଛି, ସେମାନେ ପରମେଶ୍ୱରଙ୍କ ପୁତ୍ର ଓ କନ୍ୟା ଅଟନ୍ତି। 것입니다. 예. 그래서 ଏଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ଜାଣିବାକୁ ଦେଲେ କି ଆମ୍ଭେମାନେ ତାହାଙ୍କ ସନ୍ତାନ ଅଟୁ। 예, 고린도 ଆସନ୍ତୁ ଆମ୍ଭେମାନେ 2 କରନ୍ଥୀୟ ଅଧ୍ୟାୟ 6 ଉପରେ ନଜର ଦେବା। ଅଧ୍ୟାୟ 6 ପଦ 17। 17절의 말씀. ଏଣୁ ପ୍ରଭୁ ଏହା କହନ୍ତି, ତୁମେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ,
ଆଉ ପୃଥକ ହୁଅ 저희 중에 ଆଉ ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ। 만지지 말라. ପୁଣି ଆମ୍ଭେ ତୁମମାନଙ୍କୁ ଗ୍ରହଣ କରିବା। 하여 너희에게 ଆମ୍ଭେ ତୁମମାନଙ୍କର କ'ଣ? 아들이라고요? ପିତା ହେବା। ପୁଣି ତୁମେମାନେ ଆମ୍ଭର କ'ଣ ହେବ? 뭐가 된다고요? ପୁତ୍ର କନ୍ୟା ହେବ। 전능하신 ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି। 하셨나니라 하고 있습니다. ପରମେଶ୍ୱର ସନ୍ତାନ ଓ ଜଣେ ପିତାଙ୍କ ସମ୍ପର୍କକୁ 그런 관계 କାହା ଦ୍ୱାରା ସ୍ଥାପିତ କଲେ? 형성시켜 놓으셨습니까? ନିସ୍ତାର ପର୍ବ ଦ୍ୱାରା। 하나님의 ପରମେଶ୍ୱର ଏହି ସମ୍ପର୍କକୁ ନିସ୍ତାର ପର୍ବର ରୋଟି ଓ ଦ୍ରାକ୍ଷାରସ ଦ୍ୱାରା ପ୍ରସ୍ତୁତ କଲେ, ଯାହା ପରମେଶ୍ୱରଙ୍କର ପବିତ୍ର ମାଂସ ଓ ରକ୍ତ ଅଟେ। ହଁ ନା? 언약을 해 놓으셨습니다. ଆଉ ସେ ଏହାକୁ ଏକ ନିୟମ ସ୍ଥିର କଲେ। 사단의 ଏହା ଶୟତାନର ଦୁନିଆରେ କଦାପି ବୁଝାଯାଇ ପାରିବ ନାହିଁ। ଏହା କେବଳ ସେହି ପ୍ରକାରେ ଅଟେ 내 아들이라는 ଯାହା ଅଷ୍ଟକୋଣୀୟ ଦେବଦାରୁର ଗଛ ତଳେ ଆପଣା ପୁତ୍ର ନିମନ୍ତେ କିଛି ଲୁଚାଇଥିଲା। 그 정표에 ସେ ଜାଣୁଥିଲା କି ତାହା କ'ଣ ଅଟେ। 만약에 다른 사람 କ'ଣ ହେବ ଯଦି କେହି ରାଜାଙ୍କ ଉଦ୍ଦେଶ୍ୟକୁ ପଢ଼ିନିଏ 뭔가 비슷한 ଓ ତାହା ତୁଲ୍ୟ କିଛି ଆଣେ? 가지고 갔다고 한다면 말이에요. କ'ଣ ହେବ ଯଦି ସେ ତମ୍ବାର ମୁଦ୍ରା 반쪽이나 ବା ଅର୍ଦ୍ଧ ଦର୍ପଣ ଆଣେ? 들고 간다고 କ'ଣ ସେ ତାହାକୁ ଆପଣା ସନ୍ତାନ ରୂପେ ସ୍ୱୀକାର କରିପାରିବ? ରାଜା ଯେଉଁ ବସ୍ତୁ ସହିତ ନିୟମ ସ୍ଥିର କରିଥିଲେ, 다른 어떤 ତାହା ବ୍ୟତୀତ କାହାକୁ ମଧ୍ୟ କୌଣସି ଅନ୍ୟ ବସ୍ତୁ ଆଣି ରାଜାଙ୍କ ସନ୍ତାନଙ୍କ ରୂପେ ସ୍ୱୀକାର କରାଯାଇ ପାରିବ ନାହିଁ। 하나님께서 ଠିକ୍ ସେହି ପ୍ରକାରେ କାରଣ ପରମେଶ୍ୱର ନିସ୍ତାର ପର୍ବର ସତ୍ୟ ଦ୍ୱାରା ଆମ୍ଭମାନଙ୍କୁ ଆପଣା ସନ୍ତାନ ହେବାର ଅଧିକାର ଦିଅନ୍ତି, ଏକ ନିୟମ ସ୍ଥିର କରିଛନ୍ତି। ତେଣୁ ଯେଉଁ ଲୋକମାନଙ୍କଠାରେ ନିସ୍ତାର ପର୍ବ ନାହିଁ, ସେମାନେ ପରମେଶ୍ୱରଙ୍କର ସନ୍ତାନ ହୋଇପାରିବେ ନାହିଁ। ଯଦିଓ ସେମାନେ କେତେ ଚିତ୍କାର କରନ୍ତୁ ନା କାହିଁକି, ମୁଁ ପିତାଙ୍କ ସନ୍ତାନ ଅଟେ, ମୁଁ ମାତାଙ୍କ ସନ୍ତାନ ଅଟେ। ଆମ୍ଭମାନଙ୍କୁ ଏହା ବୁଝେଇବାର ଆବଶ୍ୟକତା କି ପରମେଶ୍ୱର କାହିଁକି କହିଲେ, ଏଥି ନିମନ୍ତେ ଆସ ଆମ୍ଭେମାନେ ନିସ୍ତାର ପର୍ବ ପାଳନ କରୁ। ଆମ୍ଭମାନଙ୍କୁ ନିସ୍ତାର ପର୍ବ ପାଳନ କରିବା ଉଚିତ, କାରଣ ଆମ୍ଭମାନଙ୍କ ନିସ୍ତାର ପର୍ବର ମେଷଶାବକ ଖ୍ରୀଷ୍ଟ ବଳୀକୃତ ହୋଇଛନ୍ତି। ତେଣୁ ଆମ୍ଭମାନଙ୍କୁ ନିସ୍ତାର ପର୍ବ ଦ୍ୱାରା ତାହାଙ୍କ ବଳିଦାନର ବହୁମୂଲ୍ୟ ରକ୍ତର ଅନୁଗ୍ରହର ବସ୍ତ୍ର ପରିଧାନ କରିବା ଉଚିତ, ଯାହାଦ୍ୱାରା ଆମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ ହୋଇପାରିବା। ଏଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ନିସ୍ତାର ପର୍ବର ରୋଟି ଭୋଜନ କରିବା ଓ ନିସ୍ତାର ପର୍ବର ଦ୍ରାକ୍ଷାରସ ପାନ କରିବାକୁ କହିଲେ। ଆଉ ପରମେଶ୍ୱରଙ୍କ ସେହି ଲୋକମାନଙ୍କ ନିମନ୍ତେ ଯାହାଙ୍କ ଉପରେ ନିସ୍ତାର ପର୍ବ ଦ୍ୱାରା ମୁଦ୍ରାଙ୍କିତ କରାଯାଇଥିବା ବିପତ୍ତି ବିଷୟରେ କ'ଣ ପ୍ରତିଜ୍ଞା କଲେ? ପରମେଶ୍ୱର ପ୍ରତିଜ୍ଞା କଲେ କି ବିପତ୍ତି ସେମାନଙ୍କ ଉପରେ ଅତିକ୍ରମ କରିବ। ଆସନ୍ତୁ ଆମ୍ଭେମାନେ ଏବ୍ରୀ ଅଧ୍ୟାୟ 11 ପଦ 28 ଦେଖିବା। ବିଶ୍ୱାସ ଦ୍ୱାରା ସେ ନିସ୍ତାର ପର୍ବର ରକ୍ତ ସେଚନ ବିଧି ପାଳନ କଲେ, ଯେପରି ପ୍ରଥମ ଜାତମାନଙ୍କର ସଂହାରକ 어떻게 한다고 କାହାକୁ ସେମାନଙ୍କୁ ସ୍ପର୍ଶ ନ କରନ୍ତି। 하는 것은 무슨 얘기입니까? ସ୍ପର୍ଶ ନ କରନ୍ତିର ଅର୍ଥ କ'ଣ? 멸하는 천사들이 애굽의 모든 ଏହାର ଅର୍ଥ ଏହା ଅଟେ କି ଯେତେବେଳେ ସଂହାରକ ମିଶରରେ ସମସ୍ତ ଘରେ ବିପତ୍ତି ଆଣିବେ, ସେତେବେଳେ ବିପତ୍ତି ସେହି ଘରୁ ଅତିକ୍ରମ କରିବ ଯେଉଁମାନେ ନିସ୍ତାର ପର୍ବ ପାଳନ କଲେ। ହଁ ନା? ଏହା ସ୍ପଷ୍ଟ ରୂପେ ଲେଖା ଅଛି, ଯେବେ ଆମେ ନିସ୍ତାର ପର୍ବ ପାଳନ କରିବାର ବିଶ୍ୱାସ ରଖୁ, ତେବେ ସମସ୍ତ ବିପତ୍ତି ଅତିକ୍ରମ କରିବ। 이렇게 이제 표현이 확실하게 돼 ପରମେଶ୍ୱର ସଂହାରକ ସ୍ୱର୍ଗଦୂତଙ୍କୁ 있는 지키는 믿음, ସେଥିମଧ୍ୟରୁ ଅତିକ୍ରମ ହେବାକୁ ଦେଲେ, 지키는 그 믿음 ଯେଉଁମାନେ ନିସ୍ତାର ପର୍ବକୁ ବିଶ୍ୱାସର ସହିତ ପାଳନ କରିଥିଲେ। କାରଣ ଯେଉଁମାନେ ନିସ୍ତାର ପର୍ବ ପାଳନ କରିଛନ୍ତି, ସେମାନେ ପରମେଶ୍ୱରଙ୍କ ସନ୍ତାନ ଅଟନ୍ତି। 유월절 지킨 사람 ଯଦି ସଂହାରକ ସ୍ୱର୍ଗଦୂତ ପରମେଶ୍ୱରଙ୍କ ସନ୍ତାନଙ୍କ ଉପରେ ହାତ ଦେବେ, ତେବେ ସେମାନେ ବଡ଼ ଅସୁବିଧାରେ ପଡ଼ିବେ। 그래서 ଏହି କାରଣ ହେତୁ ପରମେଶ୍ୱର ସେମାନଙ୍କ ଉପରୁ ଅତିକ୍ରମ ହେବାକୁ ଦେଲେ। 사회에서 କରୋନା ଭାଇରସର ମାମଲାର ସଂଖ୍ୟା ବହୁତ ବୃଦ୍ଧି ପାଇଛି। 늘었습니다. ଆମମାନଙ୍କ ସିଓନର ସଦସ୍ୟଙ୍କୁ ନିଶ୍ଚିତ ରୂପେ ସାବଧାନ ରହିବାର ଆବଶ୍ୟକତା ଅଟେ। କିନ୍ତୁ ଆମମାନଙ୍କୁ ଅତ୍ୟଧିକ ଭୟଭୀତ ହେବା ବା ଅତ୍ୟଧିକ ଭୟ ଅନୁଭବ କରିବାର ଆବଶ୍ୟକତା ନାହିଁ। ପରମେଶ୍ୱର ଆମ୍ଭମାନଙ୍କ ରକ୍ଷା କରନ୍ତି, ଆମ୍ଭମାନଙ୍କ ସାହାଯ୍ୟ କରନ୍ତି, ଆଉ ସର୍ବଦା ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି। ହଁ ନା? କାରଣ ଆମ୍ଭମାନଙ୍କ ପାଖରେ ପରମେଶ୍ୱରଙ୍କ ସନ୍ତାନଙ୍କ ରୂପେ ଅଧିକାର ଅଛି। ଆଉ ଆମ୍ଭେ ସର୍ବଦା ନୂତନ ନିୟମର ନିସ୍ତାର ପର୍ବର ସତ୍ୟରେ ନିବାସ କରୁ। ତେଣୁ ଆସନ୍ତୁ ଆମ୍ଭେ ଆପଣା ଅବଶିଷ୍ଟାଂଶ ସମୟରେ 아버지의 ପିତା ଓ ମାତାଙ୍କ ପୁତ୍ର ଓ କନ୍ୟାଙ୍କ ରୂପେ ଆପଣା ଗର୍ବ ହରାଇବା ନାହିଁ। 어머니를 잃어버리지 마시고 영원한 ଆପଣ ବିଶ୍ୱାସ କରିପାରିବେ ନାହିଁ କି ଆପଣ ନିସ୍ତାର ପର୍ବର ଚିହ୍ନର ସହିତ ସ୍ୱର୍ଗକୁ ଫେରୁଛନ୍ତି। ଆଉ ଏହା ହିଁ ସେହି ପ୍ରମାଣ ଅଟେ ଯାହାଦ୍ୱାରା ଆମ୍ଭେମାନେ ପିତାଙ୍କୁ ଦେଖିପାରିବା। ଯଦି ଆପଣ ଏପରି ମାନନ୍ତି, ତେବେ ବାଇବଲର ସମସ୍ତ ଶିକ୍ଷାର ଆଧାରରେ ଏହା ସଠିକ୍ ଅଟେ। 그 ଆସନ୍ତୁ ଆମ୍ଭେମାନେ ଏହି ନିୟମର ସହିତ ସ୍ୱର୍ଗକୁ ଫେରିଯିବା 되셔서 ଓ ଅନନ୍ତ ସ୍ୱର୍ଗର ରାଜ୍ୟରେ ଏକ ସଠିକ୍ ସ୍ୱାଗତ ପ୍ରାପ୍ତ କରିବା। 여덟 ଠିକ୍ ଅଷ୍ଟମ ବିପତ୍ତିର ତୁଲ୍ୟ 제한도 ସେଠାରେ 400 ଆରବ ପଙ୍ଗପାଳ ଅଛି। କରୋନା ଭାଇରସର କାରଣରୁ ଏହି ଖବର ଥମି ରହିଛି, କିନ୍ତୁ ଏହା ବିଷୟରେ ଅନେକ ସମାଚାର ଅଛି। ଆପଣ ଏହାର ସମ୍ବନ୍ଧରେ କେତେକ ଅଭିଲେଖ ଅନଲାଇନ୍ ଓ ୟୁଟ୍ୟୁବରେ ମଧ୍ୟ ପାଇପାରିବେ। ଯଦି ସେହି 400 ଆରବ ପଙ୍ଗପାଳ ଏଠାରେ ଉଡ଼ୁଛନ୍ତି, ତେବେ ଆକାଶ ସେମାନଙ୍କ ଦ୍ୱାରା ଆଚ୍ଛାଦିତ ହେବ। ବର୍ତ୍ତମାନ ବାସ୍ତବରେ
400 ଆର ପଙ୍ଗପାଳ କୌଣସି ସ୍ଥାନରେ ଉଡୁଛନ୍ତି। ଏହା ବାସ୍ତବରେ ପଙ୍ଗପାଳର ବିପତ୍ତି। ହଁ ନା? ଏହା ମିଶରରେ ଅଣାଯାଇଥିବା ଅଷ୍ଟମ ବିପତ୍ତି ଥିଲା। ଏହା ପୂର୍ବେ ପଶୁମାନଙ୍କୁ ସଂହାର କରୁଥିବା ବିପତ୍ତି ମଧ୍ୟ ସେହି ରାଷ୍ଟ୍ରରେ ହୋଇଥିଲା। ଏହା ସେହି ଯୁଗ ଅଟେ ଯେବେ ନିସ୍ତାର ପର୍ବ ସମ୍ପୂର୍ଣ୍ଣ ଭାବରେ ଆବଶ୍ୟକ ଅଟେ। ଯଦି ସେହି ବିପତ୍ତି ଗୁଡ଼ିକ ହୋଇଥାଏ ତେବେ ଆମ୍ଭମାନଙ୍କୁ କଦାପି ଡରିବା ଆବଶ୍ୟକ ନୁହେଁ, କାରଣ ଆମ୍ଭେମାନେ ସର୍ବଦା ପରମେଶ୍ୱରଙ୍କ ସଂରକ୍ଷଣରେ ପରମେଶ୍ୱରଙ୍କ ଠାରେ ନିବାସ କରୁଅଛୁ। ଆମ୍ଭମାନଙ୍କ ପାଖରେ ବିଶ୍ୱାସ ହେବା ଦରକାର। ବର୍ତ୍ତମାନ ଆମ୍ଭେମାନେ ପରମେଶ୍ୱରଙ୍କ ଆଜ୍ଞାନୁସାରେ ସମ୍ପୂର୍ଣ୍ଣ ଭାବରେ ନିସ୍ତାର ପର୍ବର ପ୍ରସ୍ତୁତି କରୁଅଛୁ, କାରଣ ଏହା ସେହି ସତ୍ୟ ଯାହାଦ୍ୱାରା ଆମ୍ଭେମାନେ ବିପତ୍ତିରୁ ରକ୍ଷା ପାଇପାରିବା। 진리이기 때문에 ବାଇବେଲର 66 ପୁସ୍ତକର ଦ୍ୱାରା ଆମ୍ଭମାନଙ୍କୁ ପୁଣି ଥରେ ସତ୍ୟର ପୁଷ୍ଟି କରିବା ଉଚିତ। ଆଉ ନୂତନ ନିୟମ ନିସ୍ତାର ପର୍ବର ସତ୍ୟରେ ଆମ୍ଭମାନଙ୍କ ନେତୃତ୍ୱ କରିବା ପାଇଁ ସ୍ୱର୍ଗୀୟ ପିତା ଓ ମାତାଙ୍କୁ ମହିମା ଓ ପ୍ରଶଂସା ଦେବା ଦରକାର। କାରଣ ପରମେଶ୍ୱର କହିଲେ, ତୁମମାନଙ୍କ ବିଶ୍ୱାସ ଅନୁସାରେ ତୁମମାନଙ୍କ ପ୍ରତି ଘଟୁ। ତେଣୁ ଆମ୍ଭେମାନେ ନାହିଁ କେବଳ ନିସ୍ତାର ପର୍ବର ରୋଟି ଓ ଦ୍ରାକ୍ଷାରସ ଭୋଜନ କରିବାର କ୍ରିୟା କରିବା ଦରକାର, କିନ୍ତୁ ଏବ୍ରୀ ଅଧ୍ୟାୟ 11ରେ ଦିଆହୋଇଛି ବିଶ୍ୱାସ ଦ୍ୱାରା ତାହା ପାଳନ କରିବା। ଆମ୍ଭମାନଙ୍କ ପାଖରେ ବିଶ୍ୱାସ ଥିବା ଦରକାର। ଆମ୍ଭମାନଙ୍କ ପରମେଶ୍ୱର ଆକାଶ ଓ ପୃଥିବୀ ଏବଂ ତାହା ମଧ୍ୟସ୍ଥ ସମସ୍ତ କିଛି ନିର୍ମାଣ କଲେ, ଆଉ ସେ ଆପଣ ଆଖିର ତାରାତୁଲ୍ୟ ସିଓନର ସମସ୍ତ ସନ୍ତାନଙ୍କ ସୁରକ୍ଷା କରନ୍ତି। ଆମ୍ଭମାନଙ୍କୁ ଏହା ଉପରେ ଦୃଢ଼ତାରେ ବିଶ୍ୱାସ କରିବା ଦରକାର। ଆସନ୍ତୁ ଆମ୍ଭେମାନେ ଏହା ମଧ୍ୟ ବିଶ୍ୱାସ କରିବା କି ଆମ୍ଭେମାନେ ନୂତନ ନିୟମ ସତ୍ୟର ସହିତ ସ୍ୱର୍ଗକୁ ଫେରିବା ଏବଂ ପିତା ଆମ୍ଭମାନଙ୍କୁ ଚିହ୍ନିବେ ଓ ଆମ୍ଭମାନଙ୍କ ସ୍ୱାଗତ କରିବେ। ଆସନ୍ତୁ ଆମ୍ଭେ ଏହି ବିଶ୍ୱାସରେ ଦୃଢ଼ ରହିବା। ଆମ୍ଭମାନଙ୍କ ପାଖରେ ଏବେ ମଧ୍ୟ ପରିବାରର ସଦସ୍ୟ, ପଡ଼ୋଶୀ, ସମ୍ପର୍କୀୟ ଓ ମିତ୍ର ଅଛନ୍ତି ଯେଉଁମାନେ ଏବେ ପର୍ଯ୍ୟନ୍ତ ଏହି ସତ୍ୟରେ ଆସିନାହାନ୍ତି। ଏହି ବର୍ଷ କ'ଣ ଆମ୍ଭମାନଙ୍କୁ ଅତି ଶୀଘ୍ର ନିସ୍ତାର ପର୍ବ ପାଳନ କରିବା ଉଚିତ ନୁହେଁ? ଯୁଗର ଅନେକ ଚିହ୍ନ ଆମ୍ଭମାନଙ୍କୁ ଅନୁରୋଧ କରନ୍ତି କି ଆମ୍ଭେମାନେ ସେମାନଙ୍କୁ ନିସ୍ତାର ପର୍ବ ବିଷୟରେ ଜଣାଇବାର ଅଛି। ନୂତନ ନିୟମର ନିସ୍ତାର ପର୍ବକୁ ଏକ ସଙ୍ଗରେ ପାଳନ କରି ଆସନ୍ତୁ ଆମ୍ଭେ ସମସ୍ତେ ପରମେଶ୍ୱରଙ୍କ ସୁରକ୍ଷାର ଅଧୀନରେ ରହିବା। ଏପରି କରିବା ଦ୍ୱାରା ଆସନ୍ତୁ ଆମ୍ଭେ ସମସ୍ତେ ଏକ ସଙ୍ଗରେ ହାତରେ ହାତ ଦେଇ ସ୍ୱର୍ଗକୁ ଫେରିଯିବା। ଏହା ଆଶା କରୁଥାଇ କି ଆମ୍ଭେମାନେ ସେହି ମନର ସହିତ ନିସ୍ତାର ପର୍ବ ପ୍ରସ୍ତୁତି କରିବା। ମୁଁ ଆଜିର ଉପଦେଶକୁ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।